एलपीजी ग्राहकों ପାଇଁ ଆସିଲା ଜରୁରୀ ସୂଚନା। ବୁକିଂ ପାଇଁ କେନ୍ଦ୍ର ସରକାର ନୂଆ ନିୟମ ପ୍ରଣୟନ କରିଛନ୍ତି। ଯଦି ଆପଣ ଜାଣିନାହାନ୍ତି ତେବେ ଏହା ବିପଦକୁ ଡାକି ଆଣିବ। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ ସବୁଠୁ ପ୍ରଥମେ ପାଇବା ପାଇଁ। ଘରେ ଗ୍ୟାସ୍ ସିଲିଣ୍ଡର ଥିବା ଲୋକଙ୍କ ପାଇଁ ବଡ଼ ସତର୍କତା ଜାରି ହୋଇଛି। ବୁକିଂ ଉପରେ କେନ୍ଦ୍ରର ନୂଆ ନିୟମ। ବର୍ଦ୍ଧିତ ଗ୍ୟାସ୍ ଚାହିଦା ଏବଂ ଆନ୍ତର୍ଜାତୀୟ ବଜାର ପରିସ୍ଥିତିକୁ ଦୃଷ୍ଟି ରଖି କେନ୍ଦ୍ର ସରକାର ନିରନ୍ତର ନୂତନ ନୀତି ଆଣୁଛନ୍ତି। ଆସନ୍ତୁ ଜାଣିବା ଏହି 5ଟି ନିୟମ ବିଷୟରେ, ଯାହା କେବଳ ଘରୋଇ ଗ୍ରାହକଙ୍କୁ ନୁହେଁ ବରଂ ଛୋଟ ବ୍ୟବସାୟୀଙ୍କୁ ମଧ୍ୟ ପ୍ରଭାବିତ କରିବ। ପ୍ରତି ଆର୍ଥିକ ବର୍ଷରେ ଅର୍ଥାତ୍ ଏପ୍ରିଲ ମାସରେ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଥିବା ଅନେକ ଆର୍ଥିକ ଏବଂ ସାମାଜିକ ନିୟମ ପରିବର୍ତ୍ତନ ହୋଇଥାଏ। ସେଥିମଧ୍ୟରେ ପ୍ରତ୍ୟେକଙ୍କ ଘରେ ଥିବା ଗ୍ୟାସ୍ ଅନ୍ତର୍ଭୁକ୍ତ ଅଛି। ଗ୍ୟାସ୍ର ବର୍ଦ୍ଧିତ ଚାହିଦା ଏବଂ ଆନ୍ତର୍ଜାତୀୟ ବଜାର ପରିସ୍ଥିତିକୁ ଦୃଷ୍ଟି ରଖି କେନ୍ଦ୍ର ସରକାର ନୂତନ ନୀତି ଆଣୁଛନ୍ତି। ଏହି ପରିପ୍ରେକ୍ଷୀରେ ଏପ୍ରିଲ 1ରୁ ଏଲପିଜି ସିଲିଣ୍ଡର ବ୍ୟବହାର, ବିତରଣ ଏବଂ ମୂଲ୍ୟ ସମ୍ପର୍କରେ 5ଟି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ କାର୍ଯ୍ୟକାରୀ ହୋଇସାରିଛି। ତେବେ ଆସନ୍ତୁ ଜାଣିବା ଏହି 5ଟି ନିୟମ ବିଷୟରେ, ଯାହା କେବଳ ଘରୋଇ ଗ୍ରାହକଙ୍କୁ ନୁହେଁ ବରଂ ଛୋଟ ବ୍ୟବସାୟୀଙ୍କୁ ମଧ୍ୟ ପ୍ରଭାବିତ କରିବ। ତେବେ ଏପ୍ରିଲ 1 ତାରିଖରୁ ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟରେ ବଡ଼ ପରିବର୍ତ୍ତନ ଆସିଛି। କିନ୍ତୁ 14.2 କିଲୋଗ୍ରାମ ଘରୋଇ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିବାରୁ ସାଧାରଣ ଲୋକ ଆଶ୍ୱସ୍ତ ହୋଇଛନ୍ତି, ଯାହାର ମୂଲ୍ୟ ବର୍ତ୍ତମାନ ଦିଲ୍ଲୀରେ 913 ଟଙ୍କା ରହିଛି। ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ବ୍ୟବହୃତ 19 କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ 195 ଟଙ୍କା 50 ପଇସା ବୃଦ୍ଧି ପାଇଛି। ଏହା ସହିତ ସେହି ସିଲିଣ୍ଡର ମୂଲ୍ୟ 2078 ଟଙ୍କା 50 ପଇସାରେ ପହଞ୍ଚିଛି। ସେହିପରି 5 କିଲୋଗ୍ରାମ ଛୋଟ ସିଲିଣ୍ଡର ମୂଲ୍ୟ, ଯାହା ପ୍ରାୟତଃ ଛୋଟ ପରିବାର ଏବଂ ଅବିବାହିତାମାନେ ବ୍ୟବହାର କରନ୍ତି, ସେଥିରେ ମଧ୍ୟ 51 ଟଙ୍କା ବୃଦ୍ଧି ପାଇ ପ୍ରାୟ 700 ଟଙ୍କାରେ ପହଞ୍ଚିଛି। ବୁକିଂ ଗ୍ୟାପ୍ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ ଗୋଟିଏ ସିଲିଣ୍ଡର ବୁକ୍ କରିବା ପରେ ଅନ୍ୟ ଏକ ବୁକ୍ କରିବା ପାଇଁ କେବଳ 21 ଦିନ ଅପେକ୍ଷା କରିବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନ ସେହି ଲକ୍-ଇନ୍ ପିରିୟଡ଼ ନିୟମ ବଦଳି ଯାଇଛି। ସହରରେ ରହୁଥିବା ଗ୍ରାହକମାନଙ୍କୁ ବର୍ତ୍ତମାନ ଦୁଇଟି ବୁକିଂ ମଧ୍ୟରେ ଠିକ୍ 25 ଦିନ ଅପେକ୍ଷା କରିବାକୁ ପଡ଼ିବ। ଗ୍ରାମାଞ୍ଚଳରେ ଏହି ଗ୍ୟାପ୍ 45 ଦିନ ସ୍ଥିର କରାଯାଇଛି। ଏହା କେବଳ 14.2 କିଲୋଗ୍ରାମ ଘରୋଇ ସିଲିଣ୍ଡର ପାଇଁ ପ୍ରଯୁଜ୍ୟ ଅଟେ। ଅବୈଧ ଗଚ୍ଛିତତା ବନ୍ଦ କରିବା ଏବଂ ସମସ୍ତ ଯୋଗ୍ୟ ଲୋକଙ୍କୁ ନିରନ୍ତର ଗ୍ୟାସ୍ ଯୋଗାଣ ସୁନିଶ୍ଚିତ କରିବା ଲକ୍ଷ୍ୟରେ ତୈଳ କମ୍ପାନୀଗୁଡ଼ିକ ଏହି ନିଷ୍ପତ୍ତି ନେଇଛନ୍ତି। ପାଇପ୍ ନ୍ୟାଚୁରାଲ ଗ୍ୟାସ୍ ଉପଲବ୍ଧ ଥିବା ଅଞ୍ଚଳରେ ସରକାର ଏକ କଠୋର ନିଷ୍ପତ୍ତି ନେଇଛନ୍ତି, ଯାହା ପରିବେଶ ପାଇଁ ଅତ୍ୟନ୍ତ ଭଲ ହେବ। ସଦ୍ୟତମ ନିର୍ଦ୍ଦେଶ ଅନୁଯାୟୀ ଯଦି ପିଏନ୍ଜି ଉପଲବ୍ଧ ଥିବା ଅଞ୍ଚଳର ଗ୍ରାହକମାନେ ଜୁନ୍ 2024 ସୁଦ୍ଧା ପିଏନ୍ଜି ବ୍ୟବହାର ନ କରନ୍ତି, ତେବେ ସେମାନଙ୍କର ଏଲପିଜି ଯୋଗାଣ ବନ୍ଦ ହୋଇଯିବ। ସିଲିଣ୍ଡର ପରିବହନର ବୋଝ କମ୍ କରିବା ପାଇଁ ଏବଂ ପ୍ରଦୂଷଣ ହ୍ରାସ କରିବା ପାଇଁ ଏହି ସମୟସୀମା ଲାଗୁ କରାଯାଇଛି। ଯଦି ଆପଣଙ୍କ ଅଞ୍ଚଳରେ ପାଇପଲାଇନ୍ ଗ୍ୟାସ୍ ଅଛି, ତେବେ ତୁରନ୍ତ ସଂଯୋଗ କରାଇବା ଭଲ। ସିଲିଣ୍ଡର ଉପରେ ସବସିଡି ଯେପରି ଭୁଲ ନ ହୁଏ, ତେବେ ତାହା ନିଶ୍ଚିତ କରିବା ପାଇଁ ସରକାର ବାୟୋମେଟ୍ରିକ୍ ଆଧାର ପ୍ରମାଣୀକରଣ ବାଧ୍ୟତାମୂଳକ କରିଛନ୍ତି। ଗ୍ରାହକମାନେ ଗ୍ୟାସ୍ ଏଜେନ୍ସିକୁ ନ ଯାଇ ସମ୍ପୃକ୍ତ ତୈଳ କମ୍ପାନୀର ମୋବାଇଲ ଆପ୍ ଆଧାର ଫେସ୍ ଆପ୍ ମାଧ୍ୟମରେ ଘରୁ ଏହି ପ୍ରକ୍ରିୟା ସମାପ୍ତ କରିପାରିବେ। ପିଏମ୍ୟୁଆଇ ହିତାଧିକାରୀମାନଙ୍କୁ ଏହି ଆର୍ଥିକ ବର୍ଷରେ କେବଳ ଥରେ ଏହା କରିବାକୁ ପଡ଼ିବ। ଯଦି କେୱାଇସି ସମାପ୍ତ ନ ହୁଏ, ତେବେ ବୁକିଂ ବନ୍ଦ ହେବାର ଆଶଙ୍କା ରହିଛି। ଏଲପିଜି ଏଟିଏମ୍ ଗ୍ୟାସ୍ ଡେଲିଭରି ବୟଙ୍କ ପାଇଁ ଅପେକ୍ଷା କରିବାର କଷ୍ଟକୁ ଦୂର କରୁଛି। ଭାରତ ପେଟ୍ରୋଲିୟମ ଗୁରୁଗ୍ରାମରେ ଦେଶର ପ୍ରଥମ 24x7 ଏଲପିଜି ଏଟିଏମ୍ ଲଞ୍ଚ କରିଛି। ଏହି ଏଟିଏମ୍ ମେସିନ୍ରୁ ଟଙ୍କା ଉଠାଇବା ପରି ସହଜ କରିଛି ଏବଂ ଯେକୌଣସି ସମୟରେ ଯାଇ ସିଲିଣ୍ଡର ପାଇବାର ସୁବିଧା ଉପଲବ୍ଧ ରହିଛି। ଏହାକୁ ଶୀଘ୍ର ସାରା ଦେଶରେ ବିସ୍ତାର କରାଯିବ। ଜରୁରୀକାଳୀନ ସମୟରେ ଏହା ଗ୍ରାହକମାନଙ୍କ ପାଇଁ ବହୁତ ଉପଯୋଗୀ ହେବ ବୋଲି ଆଶା କରାଯାଉଛି। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।